ଚାଷୀଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଏହି କୃଷକଙ୍କ ଖାତାକୁ ଆସିବ 18,000 ଟଙ୍କା। ଜାଣନ୍ତୁ କିପରି। ଯଦି ଆପଣ ବି ଜଣେ ଚାଷୀ ହୋଇଥିବେ, ପିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ପାଉଥିବେ, ତେବେ ଆପଣ ବି ପାଇପାରିବେ 18,000 ଟଙ୍କା। ଭିଡ଼ିଓରେ ଆମେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ବନ୍ଧୀ ଯୋଜନା ଅର୍ଥାତ୍ ପିଏମ୍ କିଷାନ ଅଧୀନରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ ସେହି ଚାଷୀଙ୍କ ପାଇଁ ମଧ୍ୟରୁ ଜଣେ ଯେଉଁମାନେ 11ତମ କିସ୍ତି ପରେ ଯୋଜନାର ଟଙ୍କା ପାଇ ନାହାନ୍ତି, ତେବେ ଏବେ ଆପଣ ପାଇଁ ପୁଣି ଏକ ବଡ଼ ସୁଯୋଗ। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଆପଣ ଆପଣଙ୍କର ଡକୁମେଣ୍ଟ ଗୁଡ଼ିକୁ ପୁନଃ ଯାଞ୍ଚ କରନ୍ତି, ତେବେ 12ତମରୁ 20ତମ କିସ୍ତି ଅର୍ଥାତ୍ 18,000 ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିପାରିବ। ତେବେ ଏହି ଖବର ସେହି ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ଯେଉଁମାନଙ୍କର କିସ୍ତି କୌଣସି କାରଣରୁ ବନ୍ଦ ହୋଇଯାଇଥିଲା। ତେବେ ପ୍ରକୃତରେ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉନ୍ନତ ଆଣିବା ପାଇଁ କିଛି ପରିବର୍ତ୍ତନ କରିଛନ୍ତି। ଏଥିରେ ଆଧାର ସିଡିଂ, ଇ-କେୱାଇସି, ଜମି ରେକର୍ଡ ସହିତ ଲିଙ୍କ ଏବଂ ଆଧାର ସହିତ ଲିଙ୍କ ହୋଇଥିବା ପେମେଣ୍ଟ ସିଷ୍ଟମ ଭଳି ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ। ଯଦି ଚାଷୀମାନେ ଏହି ଔପଚାରିକ ଗୁଡ଼ିକ ସମୟ ମଧ୍ୟରେ ପୂରଣ ନ କରନ୍ତି, ତେବେ ସେମାନଙ୍କର କିସ୍ତି ବନ୍ଦ ହୋଇଯାଉଥିଲା। ତେବେ ଯଦି ଆପଣ ବି ପୂର୍ବରୁ ଗୋଟିଏ ଦୁଇଟି କିସ୍ତି ପାଇଛନ୍ତି ଆଉ ମଧ୍ୟ ଆସିନାହିଁ, ତେବେ ଆପଣ ଚାହିଁଲେ ଏବେ ଫାର୍ମର ରେଜିଷ୍ଟ୍ରି କରିପାରିବେ। ଅର୍ଥାତ୍ ଆପଣଙ୍କର ଡକୁମେଣ୍ଟ ବା ଜମି ଜମା ମଧ୍ୟ ଆଉଥରେ ଆପଣଙ୍କୁ ଏଣ୍ଟ୍ରି କରିବାକୁ ପଡ଼ିବ, ଯାହାଦ୍ୱାରା ସରକାର ନିଶ୍ଚିତ ହେବେ କି ଆପଣ ଜଣେ ଚାଷୀ। ତେବେ ଆପଣଙ୍କର ଅଟକି ଥିବା ସମସ୍ତ ଟଙ୍କା ଏକାବେଳେ ମଧ୍ୟ ଆସିପାରିବ। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।